ସେମାନଙ୍କ ବୋହୂ ସ୍ୱାମୀ ଗଲା ପରେ ଆଙ୍ଗୁଠି ଟେକିବେ ସମସ୍ତେ, ସମାଜ ବି ଟେକିବ, ଶାଶୁ ଶ୍ୱଶୁର ଟେକିବେ, ସମସ୍ତେ ଆଙ୍ଗୁଠି ଟେକିବେ। କିନ୍ତୁ ସେ ଆଙ୍ଗୁଠି ଟେକିଲେ ଆମେ ସେଇଆ ହେଇଯିବ। ଆମେ କ'ଣ ଲୋକ ଜାଣିଛନ୍ତି, ମୋ ବାପା ମାଆ ଜାଣିଛନ୍ତି, ଲୋକ ବି ନ ଜାଣି ବାପା ମାଆ ଜାଣିଛନ୍ତି। ଆଙ୍ଗୁଠି ବୋହୂ ମାନେ ହିଁ ହେଇଛନ୍ତି ଆଙ୍ଗୁଠି ଟେକିବା ପାଇଁ। ସେଇଟା ତାଙ୍କର ତ ଏଇ ଆଙ୍ଗୁଠି ଟେକିବା ପାଇଁ ତାଙ୍କୁ ଅଲରେଡ଼ି ଭଗବାନ ଅଲରେଡ଼ି ଆଗରୁ ଫଳ ଦେଇଦେଇଛନ୍ତି। ତାଙ୍କ ଝିଅ ଉପରେ ତାଙ୍କ ଶାଶୁ ଶ୍ୱଶୁର ଆଙ୍ଗୁଠି ଟେକିଛନ୍ତି। ସେମାନେ କହୁଛନ୍ତି ଯେ ବାହାଘର ପରଠୁ ଆପଣ ଘରେ ରହିଲେନି, ବିଭିନ୍ନ ପ୍ରକାର କଥା ଆଲିଗେସନ୍ ଆଣିଲେ, ତାପରେ ସେମାନେ ମୁଁ ପ୍ରମାଣ କରେଇଛି। ମୁଁ କେତେବେଳେ ଘରେ ରହୁନି, କ'ଣ କାମ କରୁନି, ମୋ ସ୍ୱାମୀ ସହିତ ବୁଲିବା ମନା କି ମୋତେ। ଆମେ ଟିକେ ଘଣ୍ଟେ 2 ଘଣ୍ଟା ପାଇଁ କୁଆଡ଼େ ଯାଇପାରିବୁନି ବୁଲିବାକୁ। ତୁମେ ଯଦି ଆମକୁ ଟଙ୍କାଟେ ଦେଉନା ଚଳିବା ପାଇଁ, ତାହେଲେ ତୁମେ ଆମ ଉପରେ କାହିଁ ଆଶା ରଖୁଛ ଆମେ କ'ଣ କରିବୁ, କ'ଣ ନାହିଁ ତୁମେ କେମିତି କରିବ। କିନ୍ତୁ ଚଳିବା ପାଇଁ ତୁମକୁ ଟଙ୍କାଟେ ଆମେ ଯଦି ବାହାରକୁ ନ ଯିବୁ ଆମେ ପଇସା ଉଡ଼େଇ ଦେବୁ। ବାହାରକୁ ଆପଣଙ୍କୁ ଟଙ୍କାଟା ହିଁ ସେମାନେ କେତେବେଳେ ଦିଅନ୍ତି? କେବେ ତାଙ୍କୁ ସେଇ ଫୋନ୍ ପେ ରେକର୍ଡ଼ ମାଗନ୍ତୁ। ବାହାଘର ପରେ ବୋଧେ କେତେଥର ଫୋନ୍ ପେରେ ଆମେ ପଇସା ମାଗିଛୁ। ସେ ଗୋଟେ ଫୋନ୍ ପେ ନମ୍ବର ମାନେ ଦେଖାଉଛନ୍ତି ବିଭିନ୍ନ ଟଙ୍କା ଗୁଡ଼ାଏ। ମୁଁ ଦେଖେଇଛି, ମୁଁ ନମ୍ବର ସହିତ ଦେଖେଇଛି। 25,000, 40,000, 20,000 ଶ୍ୱଶୁର, ଶାଶୁ, ନଣନ୍ଦ, ନଣନ୍ଦେଇ, ହଜବେଣ୍ଡ ସମସ୍ତଙ୍କୁ ଦେଇଛି। ତା ବୋଲି ମୁଁ ସେମାନେ ଚଳେଇଛି। ଏଇଟା କେମିତି ପ୍ରମାଣ ହେଇଯିବ?